ନିକଟରେ ଦିଲ୍ଲୀ ଏଆଇ ସମ୍ମିଳନୀ ହୋଇଥିଲା। ସେଥିରେ ଆମେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ସୃଜନିକା ତରଫରୁ ଆମେ 30 ଜଣ ଛାତ୍ରୀ ଯାଇଥିଲୁ। ସେଠି ଆମକୁ ଏଆଇ ମାଧ୍ୟମରେ ପେଣ୍ଟିଂ ବିଷୟରେ ଅଧିକ ତାଲିମ ଦିଆଗଲା। ଯେଉଁଠୁ ଆମେ ଶିଖିକି ଆସିଲୁ, ଏଠି ପୂର୍ବ ଅପେକ୍ଷା ଅଧିକ ଆମେ ଭଲ କାମ କରିପାରୁଛୁ। ଆଗରୁ ଯେତିକି ଆମର ପେଣ୍ଟିଂ ଲୋକମାନେ ପସନ୍ଦ କରୁଥିଲେ, ତା ଅପେକ୍ଷା ଏବେ ଆହୁରି ଅଧିକ ପସନ୍ଦ କରୁଛନ୍ତି, ଯାହାଦ୍ୱାରା ଆମ ରୋଜଗାର ଆଗକୁ ନିଶ୍ଚୟ ବଢ଼ିବ। ସରକାର ଦେଖିଥିବା ସ୍ୱପ୍ନ ଆମର ନିଶ୍ଚୟ ପୂରଣ ହେବ। ନମସ୍କାର, ମୋ ନାଁ ଅର୍ଚ୍ଚନା ଗୌଡ଼। ଘର ଟାଟା କଲୋନୀ ପାତ୍ରପୁର। ଟାଟା ଷ୍ଟିଲ୍ ଫାଉଣ୍ଡେସନ ତରଫରୁ ଆମେ ଦିଲ୍ଲୀ ଯାଇଥିଲୁ। ସୂର୍ଯ୍ୟନିକା ଟ୍ରଷ୍ଟରେ ଆମେ ପେଣ୍ଟିଂ କାମ କରୁଛୁ। ଆମର ଏଠାରେ ଟସର ସିଲ୍କ ଅଛି, ସେ ଉପରେ ପେଣ୍ଟିଂ କାମ ହେଉଛି। ସେଇଟା ଆଦିବାସୀ ପେଣ୍ଟିଂ, ଟ୍ରାଇବାଲ ପେଣ୍ଟିଂ କୁହାଯାଉଛି। ସେଥିରେ ଆମର ଗଣ୍ଟ, ଜୁଆଣ୍ଟ ଆଉ ଟ୍ରାଇବାଲ ମିଶିକି କାମ ହେଉଛି। ଆମେ ଯେଉଁ ଦିଲ୍ଲୀ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଯୋଗ ଦେଇଥିଲୁ, ସେଥିରେ ଆମର ଜେମିନି ଆପ୍ ଦ୍ୱାରା ଆମେ କେମିତି ଆମର କାମ ଆଉ ଆମର ଯେଉଁ କାର୍ଯ୍ୟ ଅଛି କିପରି ଆଗକୁ ନେଇପାରିବୁ, ସେ ଉପରେ ଆମକୁ ଆଲୋଚନା କରାଯାଇଥିଲା। ଯେଉଁ ଏଆଇ ଇମ୍ପାକ୍ଟ ସମିଟ୍ରେ ଫାଷ୍ଟ ତାର ଲକ୍ଷ୍ୟ ଥିଲା କି କେମିତି ଆଗକୁ ଯାଇପାରିବେ ନାରୀ ମାନେ, ଆଗକୁ କେମିତି ଯାଇପାରେ ତାହା ଉପରେ ଗ୍ରହଣୀୟ କାର୍ଯ୍ୟ ଆମକୁ ଶିଖାଯାଇଥିଲା। ଆମର ଯେଉଁ ଦିଲ୍ଲୀରେ ଯେଉଁ ଭାରତ ମଣ୍ଡପମ୍, ସେଠାରେ ମିଟିଂ ହେଇଥିଲା। ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଆମର ଟାଟା ଷ୍ଟିଲ୍ ତରଫରୁ ଯାଇଥିଲୁ। ଯେତେ ବି ଯେଉଁ କାମ ହେଉଛି ସୂର୍ଯ୍ୟନିକାରେ, ଆମର ଡିଜିଟାଲ ପ୍ରିଣ୍ଟ ଓ ଟ୍ରାଇବାଲ ଗଣ୍ଟ, ଜୁଆଣ୍ଟ ଏସବୁ ପେଣ୍ଟିଂ କେମିତି ଆମେ ନୂଆ ଡିଜାଇନ ବାହାର କରିପାରୁ, ଜେମିନି ଆପ୍ ଦ୍ୱାରା ଶିଖିପାରିଲୁ। ତାଦ୍ୱାରା ଆମର ଯେଉଁ ଆଧାର କାର୍ଡ଼, ପାନ୍ କାର୍ଡ଼ ଏସବୁ ମଧ୍ୟ ଆମେ କେମିତି କରିପାରୁ, ସେ ଆପ୍ ଦ୍ୱାରା ଜାଣିପାରିବା ମଧ୍ୟ। ଭାରତ ସରକାର ମହିଳାମାନଙ୍କୁ କେମିତି ଆଗକୁ ନେବା ପାଇଁ ଯେଉଁ କାର୍ଯ୍ୟ କରୁଛନ୍ତି, ଏଇଭଳି କାର୍ଯ୍ୟ କରୁଛନ୍ତି ସମସ୍ତ, ତାଦ୍ୱାରା କିପରି ଆଗକୁ ସମସ୍ତେ ଯାଇପାରିବେ ଓ ନିଜର କାର୍ଯ୍ୟକ୍ଷମ ହେଇପାରିବେ, ତା ଉପରେ ଆଲୋଚନା କରାଗଲା। ସାର୍ ନମସ୍କାର, ମୋ ନାଁ ମୀନା କୁମାରୀ ଦାସ। ମୁଁ ସୃଜନିକା କୋଅର୍ଡିନେଟର। ଆମର ଟାଟା ଷ୍ଟିଲ୍ ଫାଉଣ୍ଡେସନ ତରଫରୁ ଟୋଟାଲ ଗୋପାଳପୁର ୟୁନିଟ୍ରେ 106 ଜଣ ଯାଇଥିଲେ ସାର୍। ଆମର ସୃଜନିକାରେ 30 ଜଣ ମେମ୍ବର ଯାଇଥିଲେ। ଯେହେତୁ 2ଟା ୟୁନିଟ୍ ଅଛି, ଷ୍ଟିଚିଂ ପେଣ୍ଟିଂ ସବୁ, ସେ ମିଶିକିରି 30 ଜଣ ଯାଇଥିଲୁ। ଏଆଇ ସମ୍ମିଳନୀ ଗଲା ପରେ ଆମର ଯେଉଁ ପିଲାମାନେ ଟ୍ରାଇବାଲ ପେଣ୍ଟିଂ ଯେଉଁ କରୁଛନ୍ତି, ତା ଉପରେ ସେମାନେ ଆହୁରି ଅଧିକ ଯେଉଁ ଡିଜାଇନ ଆମେ ଯେଉଁ ଫଟୋ ଉଠେଇକିରି ସାର୍ ୱାଲ୍ ଉପରେ କେମିତି ଏ ଡିଜାଇନ କଲେ କେମିତି ଲାଗିବ, ସେଇଟା ତ ସେ ଫଟୋରେ ଜାଣିପାରିଲେ। ସେମାନେ ଜାଣିନଥିଲେ କି କାମ କରୁଥିଲେ ଠିକ୍, କିନ୍ତୁ ଏଇଟା ଅଲଗା ଜାଗାରେ ଲାଗିଲେ କେମିତି ଆସିବ, ସେଇଟା ସେଇଠି ସେମାନେ ଜାଣିପାରିଲେ। ତା ସହିତ ଆମର ଯେଉଁ ଶାଢ଼ୀ ବି ୱାର୍କ ହେଉଛି ସାର୍, ଶାଢ଼ୀ ତ ଶାଢ଼ୀରେ ଯାଉଛି, ତା ସହିତ ସେ ଶାଢ଼ୀକୁ ଆମେ କେମିତି ଦୁପଟା କି ସାଲୱାର କରିବା କଲେ ସେଇଟା କେମିତି ଆମେ ଜାଣିନଥିଲୁ। ସେଇଟା ଯେଉଁ ଜେମିନି ଆପ୍ ଅଛି ସାର୍, ସେଥିରେ ଆମେ ଫଟୋ ଅପଲୋଡ଼ କରିକିରି ବାହାର କରିପାରୁ। ଶାଢ଼ୀଟାକୁ ଦୁପଟାରେ ବି ୟୁଜ୍ କରିପାରିବା, ଚୁଡ଼ିଦାର ସାଲୱାର ଉପରେ ବି ୟୁଜ୍ କରିପାରିବା। ତା ସହିତ ଟେବୁଲ ଅଛି ସାର୍, ଟେବୁଲ କ୍ଲଥ୍ ଉପରେ ସେଇଟା ଯଦି ଡିଜାଇନ କଲେ ସେଇଟା କେମିତି ଲାଗିବ। ଆମ ପିଲାମାନେ ତ ବହୁତ ଏଆଇ ସମ୍ମିଳନୀ ଦିଲ୍ଲୀ ଯାଇକିରି ସାର୍ ଭାରତ ମଣ୍ଡପରେ ବହୁତ ବଡ଼ ପ୍ରଶଂସିତ ହେଇଛନ୍ତି। ତା ସହିତ ବହୁତ ଭଲ ଶିକ୍ଷାଦାନ ବି ନୂଆ ପୁରା ଶିଖିକିରି ଆସିଛନ୍ତି ସାର୍। ଯେହେତୁ ସେଇଟା ଏଇଠି ଆଗକୁ ଆହୁରି ଭଲ କାମରେ ବି ଲାଗିବ ସାର୍। ନମସ୍କାର, ମୁଁ ଦୀନବନ୍ଧୁ ସୋରେନ। ପ୍ରଥମତଃ ଖବର ଓଡ଼ିଶାକୁ ମୁଁ ଧନ୍ୟବାଦ ଦେବା ପାଇଁ ଚାହୁଁଛି କି ଆଜି ଖବର ଓଡ଼ିଶା ମାଧ୍ୟମରେ ଆଜି ଆମର ଏଆଇ ସମ୍ମିଳନୀ ହେଲା। ଆମର ସୃଜନିକାର ସବୁ ମେମ୍ବର ଯେତିକି ପାର୍ଟିସିପେଟ୍ କରିଥିଲେ, 106 ଜଣ ମେମ୍ବର ଏଆଇ ମାଧ୍ୟମରେ ଗୋଟେ ଡିଜିଟାଲ ଶିକ୍ଷାର ଗୋଟେ ଭାରତ ସରକାର ତରଫରୁ ଗୋଟେ ବହୁତ ସୁନ୍ଦର ପାର୍ଟିସିପେଟ୍ କରିଥିଲେ। ଆଉ ସେଇଟା ଆମର ଟାଟା ଷ୍ଟିଲ୍ ଫାଉଣ୍ଡେସନ ଗୋପାଳପୁରର ଯେତିକି 106 ଜଣ ପାର୍ଟିସିପେଣ୍ଟ ଏଆଇ ମାଧ୍ୟମରେ କେମିତି ଆଗକୁ ଡେଭଲପ୍ କରିବେ। ଏଇଠି ଯେମିତି ଆମର ସୃଜନିକାର 30 ଜଣ ମେମ୍ବର ଯେଉଁମାନେ କି ପେଣ୍ଟିଂ ସେକ୍ଟରରେ ଆଗକୁ ବଢ଼ୁଛନ୍ତି, ଚେଷ୍ଟା କରୁଛନ୍ତି ଆଗକୁ ଯେମିତି ଯିବେ, ସେମିତି ଏଆଇ ମାଧ୍ୟମରେ ଦିଲ୍ଲୀ ଭାରତ ମଣ୍ଡପମରେ ଯେଉଁ ଭାରତ ସରକାର ତରଫରୁ ଯେଉଁ ପ୍ରୟାସ ଥିଲା ଗୋଟେ ଦିନର, ଆଉ ସେଥିରେ ଆମର ସୃଜନିକାର ଯେତିକି ମେମ୍ବର ଆମର ପେଣ୍ଟିଂ ସେକ୍ଟରର, ଯେମିତିକି ଏଠି ଆମର ସୃଜନିକାର ଗନ୍ ପେଣ୍ଟିଂ, ସୌରା ପେଣ୍ଟିଂ, ଜୁଆଙ୍ଗ ପେଣ୍ଟିଂ, ଶାଢ଼ୀ ଦୁପାଟାରେ ଯେମିତି ଆମର ନର୍ମାଲି ଯେତିକି ଆମର ଡିଜାଇନ ସବୁ ଡେଭଲପ୍ କରୁଥିଲୁ, ଏହା ମାଧ୍ୟମରେ ବହୁତ କିଛି ଶିଖିକି ଆସୁଛନ୍ତି ଆମ ଛୁଆ ଗୁଡ଼ାକ। ଆଉ କ'ଣ ସେମାନଙ୍କର ଇମ୍ପ୍ରୁଭ୍ ହୋଇଛି ଏହାଦ୍ୱାରା ସାର୍ କେମିତି ୱାର୍ଲଡ ଲେବୁଲରେ ଆମର ନୂଆ ଗୋଟେ ଡିଜାଇନ କ୍ରିଏଟ୍
କାରଣ ସବୁବେଳେ ଆଜିକା ଯୁଗରେ ନୂଆ ଡିଜାଇନ୍ କ୍ରିଏଟ୍ କରିକି କେମିତି ମାର୍କେଟକୁ ଛଡ଼ାଯାଏ ସେଇ ଜିନିଷଟା ସେମାନେ ଶିଖିକି ଆସୁଛନ୍ତି ମୋର ଆଶା। ଆଉ ଏଠିକି ଯେହେତୁ ଆମର ଡିଜିଟାଲାଇଜ୍ ବେଶୀ ଆମର ଜ୍ଞାନ ବି ନାହିଁ, ଏଇଥିରେ ଆକ୍ଚୁଆଲି ଲୋକଙ୍କୁ ଆକୃଷ୍ଟ ଗୋଟେ ନୂଆ ଡିଜାଇନ୍ ଲୋକଙ୍କୁ ନିହାତି ଆକୃଷ୍ଟ କରିବ। ଆଉ ସେ ମୋର ବହୁତ ଆଶା ଅଛି ଏଆଇ ମାଧ୍ୟମରେ ଯେଉଁ ଡିଜାଇନ୍ ଶିଖିକି ଆସୁଛନ୍ତି ନିହାତି ଫଳପ୍ରଦ ଆଜି ନହେଲେ କାଲି। ସେଥିପାଇଁ ଭାରତ ସରକାରକୁ ଆମର ସୁଜନିକା ତରଫରୁ ଟାଟା ଷ୍ଟିଲ୍ ତରଫରୁ ବହୁତ ବହୁତ ଧନ୍ୟବାଦ ଦେବା ପାଇଁ ଚାହୁଁଛି। ମୁଁ ସାଗର କୁମାର ମୁର୍ମୁ ପାରଳାମାର ଯାନ୍ତ୍ରିକ ମହାବିଦ୍ୟାଳୟ ସହକାରୀ ଅଧ୍ୟାପକ ରୂପେ କାର୍ଯ୍ୟ କରୁଅଛି। ଆଉ ମୁଁ ଏଠାରେ ମଧ୍ୟ ବସବାସ କରୁଅଛି। ଆଉ ମୁଁ ସୃଜନିକା ଟାଟା ଷ୍ଟିଲ୍ ଫାଉଣ୍ଡେସନର ସମସ୍ତ ଛାତ୍ରୀଙ୍କୁ ମୁଁ ଶୁଭେଚ୍ଛା ଜଣାଇବି ଯେ ସେମାନେ ଭାରତ ସରକାର ଦ୍ୱାରା ଯେଉଁ ଅନୁଷ୍ଠିତ ହୋଇଥିଲା ଏଆଇ ସମ୍ମିଳନୀ ସେଠାରେ ଯାଇ ସେମାନେ ଯୋଗଦାନ ଦେଇଥିଲେ ଏବଂ ସେଠାରେ ତାଙ୍କର ଯେଉଁ ସବୁ କରୁଥିବା ବିଭିନ୍ନ ପ୍ରକାର ଟ୍ରାଇବାଲ୍ ଆର୍ଟ ଯଥା ତୁମର ଜୁଆଙ୍ଗ ଆର୍ଟ, ସୌରା ଆର୍ଟ, ଆମର ସାନ୍ତାଳୀ ଆର୍ଟ ଏସବୁର ଡିଜିଟାଲାଇଜେସନ୍ କିଭଳି ଭାବରେ ହୋଇପାରିବ ସେସବୁର ସେମାନେ ତାଲିମ ନେଲେ। ଆଉ ନିଶ୍ଚିତ ଭାବରେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଯାହାକି ତାଙ୍କୁ ଆଗାମୀ ଦିନରେ ଏହା ଅଧିକ ରୋଜଗାରକ୍ଷମ କରାଇବ। ତତ୍ ସଙ୍ଗେ ସଙ୍ଗେ ୱାର୍ଲଡ ୱାଇଡ୍ ଏହା ସ୍ପ୍ରେଡ୍ ମଧ୍ୟ ହୋଇପାରିବ। ମହିଳା ସଶକ୍ତିକରଣ ନିମନ୍ତେ ଭାରତ ସରକାରଙ୍କର ଅନେକ ଯୋଜନା ରହିଛି। ସରକାର ଚାହୁଁଛନ୍ତି ଯେ ମହିଳାମାନେ ଆଗକୁ ବଢ଼ନ୍ତୁ। ସେଥିପାଇଁ ତ ସେ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ମହିଳାମାନଙ୍କର ବିକାଶ ପାଇଁ ନୂଆ ନୂଆ ଯୋଜନାମାନ ଆଣିବାରେ ଲାଗିଛନ୍ତି। ଏବଂ ବର୍ତ୍ତମାନ ମୁଁ ବ୍ରହ୍ମପୁର ମହାନଗର ନିକଟସ୍ଥ ଟାଟା କଲୋନୀ ଠାରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ସୁଜନିକା କାର୍ଯ୍ୟାଳୟ ଏଠାରେ ମଧ୍ୟ ମୁଁ ଏଠାରେ ଉପସ୍ଥିତ ଅଛି ଏବଂ ଦେଖୁଥିବେ ଏଠି ସୁଜନିକାର ସମସ୍ତ ସୁଜନିକାର ଯିଏ ଟ୍ରେନର ସିଏ ଅଛନ୍ତି ଏବଂ ତାଙ୍କ ସହିତ ମଧ୍ୟ ଛାତ୍ରୀମାନେ ଏଠାରେ ଉପସ୍ଥିତ ଅଛନ୍ତି। ଏବଂ ଯାହା ସେମାନଙ୍କର ପ୍ରତିକ୍ରିୟାରୁ ଆମେ ଜାଣିପାରୁଥିଲୁ ଯେ ସେମାନେ ନିକଟରେ ଏହି ନିକଟ ଅତୀତରେ ଦିଲ୍ଲୀରେ ଭାରତ ସରକାରଙ୍କ ତରଫରୁ ଏକ ସର୍ବଭାରତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଯାହା ଏଆଇ ଇମ୍ପାକ୍ଟ ସୁମିତ ନାମରେ ପରିଚିତ ଥିଲା। ଏବଂ ଏଥିରେ ଏହି ଆୟୋଜନ ହୋଇଥିବା ସରକାରଙ୍କ ତରଫରୁ ଦିଲ୍ଲୀ ଭାରତ ମଣ୍ଡପରେ ଆୟୋଜନ ହୋଇଥିବା ଏଆଇ ଇମ୍ପାକ୍ଟ ସୁମିତରେ ଯୋଗ ଦେଇଥିଲେ ଏବଂ ସେଠି ଯାହା ପିଲାମାନେ କହୁଥିଲେ ଏଇ ଛାତ୍ରୀମାନେ କହୁଥିଲେ ଯେ ଏମାନଙ୍କର ଯେହେତୁ ସୌରା ବଣ୍ଡା ଏବଂ ଜୁଆଙ୍ଗ କଳା ଉପରେ ଏମାନଙ୍କର ଦକ୍ଷତା ରହିଛି ଏବଂ ସେହି କଳାକୁ ନେଇ ସେମାନେ ବିଭିନ୍ନ ପେଣ୍ଟ ମାନ ମଧ୍ୟ ପ୍ରସ୍ତୁତ କରୁଛନ୍ତି ଯାହା ବି ବର୍ତ୍ତମାନ ଲୋକଲୋଚନକୁ ଆସିଲାଣି ଏବଂ ସେମାନଙ୍କର କଳା ଲୋକମାନଙ୍କ କ୍ଷେତ୍ରରେ ମଧ୍ୟ କଳା ଦିନକୁ ଦିନ ମଧ୍ୟ ରାଜ୍ୟରେ ଆଦୃତ ହେବାରେ ଲାଗିଛି ଯାହାକି ଗଣମାଧ୍ୟମରେ ମଧ୍ୟ ବେଶ ପ୍ରଚାରିତ ହେଉଛି ଏବଂ ସେହି କଳାର ଆଦୃତ ମଧ୍ୟ ବଢ଼ୁଛି। ତେବେ ସେହି କଳାକୁ ନେଇ ସେମାନେ ସେଠାକୁ ଯାଇଥିଲେ ସରକାରଙ୍କ ତରଫରୁ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ ମାଧ୍ୟମରେ ସେମାନଙ୍କୁ ସୁଯୋଗ ମିଳିଥିଲା। ସେମାନେ ଦିଲ୍ଲୀ ଦରବାରକୁ ଯାଇଥିଲେ ଏବଂ ସେଠାରେ ଏଆଇ ମାଧ୍ୟମରେ ମଧ୍ୟ ଶିକ୍ଷା ଗ୍ରହଣ କରିଥିଲେ ଏବଂ ଯେଉଁ ଗବେଷଣା ହେଉଥିଲା ସେହି ଗବେଷଣାରେ ଅଂଶଗ୍ରହଣ କରିଛନ୍ତି ଏବଂ ଯାହା ଛାତ୍ରୀମାନଙ୍କର କହିବା କଥା ଯେ ସେମାନେ ସେହି ଗବେଷଣାରେ ଅଂଶଗ୍ରହଣ କରି ସେମାନେ ପୂର୍ବରୁ ସେମାନଙ୍କର ଜ୍ଞାନର ଯାହା ବିକାଶ ଘଟିଥିଲା ବର୍ତ୍ତମାନ ସେମାନଙ୍କର ଦକ୍ଷତା ବେଶ ବୃଦ୍ଧି ପାଇଛି ଏବଂ ତାଙ୍କର କାର୍ଯ୍ୟ ଶୈଳୀରେ ଅନେକ ପରିବର୍ତ୍ତନ ଆସିଛି। ସେଠାକୁ ଯେହେତୁ ଯାଇଛନ୍ତି ସେଠାରୁ ଆସିଲା ପରେ ଏଆଇ ମାଧ୍ୟମରେ ଉଚ୍ଚ କୋଟିର ଜ୍ଞାନ ହାସଲ କରିଛନ୍ତି ଏବଂ ଏହି ଉଚ୍ଚ କୋଟିର ଜ୍ଞାନ ସେମାନଙ୍କୁ ଅନେକ ସହାୟତା ପ୍ରଦାନ କରିବ ବୋଲି ସେମାନେ ମଧ୍ୟ କହିଛନ୍ତି ଯାହାଦ୍ୱାରା ସେମାନେ ଆଗକୁ ବଢ଼ିପାରିବେ। ସେମାନେ ଆଗକୁ ବଢ଼ିଲେ ସରକାର ଯେଉଁ ସ୍ୱପ୍ନ ଦେଖିଛନ୍ତି ଯେଉଁ ମହିଳା ସଶକ୍ତିକରଣର ସ୍ୱପ୍ନ ଦେଖିଛନ୍ତି ସରକାରଙ୍କର ସେହି ସ୍ୱପ୍ନ ଭାରତ ସରକାରଙ୍କର ସେହି ସ୍ୱପ୍ନ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସ୍ୱପ୍ନ ଦେଖିଛନ୍ତି ସେହି ସ୍ୱପ୍ନ ମଧ୍ୟ ସାକାର ହୋଇପାରିବ। ମହିଳାମାନେ ଆଗକୁ ବଢ଼ିପାରିବେ। ମହିଳାମାନେ ଆଗକୁ ବଢ଼ିଲେ ଦେଶ ମଧ୍ୟ ଆଗକୁ ବଢ଼ିବ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିକଟବର୍ତ୍ତୀ ଟାଟା କଲୋନୀ ସୁଜନିକା କାର୍ଯ୍ୟାଳୟରୁ ସଞ୍ଜୟ କୁମାର ବିଶ୍ୱାଳଙ୍କ ରିପୋର୍ଟ, ଖବର ଓଡ଼ିଶା।